ବାସ୍ତବ ନୁହେଁ ଏ ଗୋଟେ ନାଟକ। ଜଗତର ନାଥ ଜଗନ୍ନାଥଙ୍କୁ ଆପଣ ଏମିତି ବ୍ୟବହାର କରୁଛନ୍ତି, ସେଇଟା ମୁଁ ବ୍ୟବହାର କରୁନି। ନାଟକରେ ଥିବା ଯେଉଁ ମୁସଲମାନ ଚରିତ୍ରଟି ବାବର ଖାନ୍, ସେ ବାବର ଖାନ୍ଟି ସେ ବ୍ୟବହାର କରିଛି, ସେଇଟା ମୁଁ କରିନି ଆଜ୍ଞା। ନାଇଁ, ନାଟକର ଆବଶ୍ୟକତା କେତେ ସେ କଥା ରାଇଟର ଜାଣନ୍ତି, ଡିରେକ୍ଟର ଜାଣନ୍ତି। ଯେଉଁ ସଂସ୍ଥା ନାଟକ ମାଧ୍ୟମରେ ଲୋକମାନଙ୍କ ପାଖରେ କିଛି ଖବର ପହଞ୍ଚେଇବ, ଯାତ୍ରା ସଂସ୍ଥା, ତାର ମାଲିକ ଏସବୁ ଜାଣନ୍ତି। ଆଉ ବାକି ରହିଲା ଯେଉଁ ବାଦ ବିବାଦ କଥା, ତାହା ତ ଜଣେ ମୁଁ କଳାକାର, ତେଣୁ ନାଟକର ମାନେ ହେଉଛି ବାଦ ବିବାଦକୁ ନେଇକି ନାଟକର ଆରମ୍ଭ। ଇଏ ସବୁ ପରେ ଇଏ ହେଉଛି ବାସ୍ତବ ନୁହେଁ, ଏ ଗୋଟେ ନାଟକ। ତେଣୁ କ'ଣ ବାଦ ବିବାଦ ଉଠିଛି ମୁଁ ତ ସୋସିଆଲ ମିଡ଼ିଆରେ ବି ଦେଖୁଛି ଲୋକମାନଙ୍କ ମନ ଭିତରେ, ଏବଂ ସେଇଟା ଲୋକମାନଙ୍କୁ କେତେ ବାଧିବାଟା ଫାଇନାଲ। କାରଣ ଇଏ ହେଉଛି ଜଗତର ନାଥ ଜଗନ୍ନାଥଙ୍କ କଥା, ଇଏ ଆମ ଘର କଥା ନୁହେଁ। ଜଗନ୍ନାଥଙ୍କ ଉପରେ ଆମର ଯେତିକି ଅଧିକାର ଅଛି, ସାରା ସୃଷ୍ଟିର ସେତିକି ଅଧିକାର ଅଛି। ଏଇ ଯେଉଁ ଗଣମାଧ୍ୟମରେ ସବୁ ଲୋକ କହୁଛନ୍ତି 4.5 କୋଟି ଓଡ଼ିଆଙ୍କ, 4.5 କୋଟି ଓଡ଼ିଆଙ୍କର ଜଗନ୍ନାଥ ନୁହନ୍ତି, ଜଗନ୍ନାଥ ସାରା ସୃଷ୍ଟିର। ଏଇଟା ପ୍ରଥମେ ଭୁଲ। 4.5 କୋଟି ସଂଖ୍ୟା ଜଗନ୍ନାଥଙ୍କର ଭକ୍ତ ସଂଖ୍ୟାକୁ ପରିଗଣିତ କରିବା ଏହା ଭୁଲ। ଜଗନ୍ନାଥ ସାରା ସୃଷ୍ଟିର। ବିଗତ ଦିନରେ ରାବଣ ଯେତେବେଳେ ସୀତାଙ୍କୁ ଅପହରଣ କରି ନେଉଥିଲା, ସେ ବନ୍ଦାପନା କରି ନେଉନଥିଲା, ସିଏ ବି ମାନେ ଯେମିତି କିଡ଼ନାପ୍ କରି ନିଅନ୍ତି ସେମିତି ନେଉଥିଲା। ଯେତେବେଳେ କଂସ କୃଷ୍ଣଙ୍କୁ ଅତ୍ୟାଚାର କରୁଥିଲେ, ସେତେବେଳେ ସେ ଭଗବାନ ଭାବି ତାଙ୍କୁ ଅତ୍ୟାଚାର କରୁନଥିଲେ। ଇଏ ଗୋଟେ ସମୟର କଥା। ତେଣୁ ନାଟକରେ ଗୋଟେ ଚରିତ୍ରରେ ମୁଁ ମୋ ଚରିତ୍ର ନିଭେଇଛି, ତେଣୁ ମୁଁ ବ୍ୟକ୍ତିଗତ ଭାବରେ କିଛି କରିନାହିଁ। ଜୀବନ ନୁହେଁ ଆଜ୍ଞା, ସେଇଟା ମଞ୍ଚ ଉପରର କଥା। ତେଣୁ ମଞ୍ଚ ଉପରେ ଆମର ଦେଖନ୍ତୁ, ଆଗରୁ କବି ଲେଖକମାନେ ଯାହା ଲେଖି ଯାଇଛନ୍ତି, ଗୋଟେ ଭଜନ ଥିଲା, କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଆମେ ଦର୍ଶନ କରିବୁ କାହାକୁ। ସେ ଦର୍ଶନ ଆକ୍ଚୁଆଲି କିଛି ଓଡ଼ିଆ ସମ୍ବିଧାନରେ ନାହିଁ। ତେଣୁ ଆଉ ଗୋଟେ ଥିଲା ଗୀତ ଆମର, ମୟୂର କି ତୁମ ଆକାଶେ ମୁଁ ଦିନେ ମେଘରେ ମଲ୍ଲାରେ ମେଘ ସାଜିଲି। ସେ ଯେଉଁ ଗୀତଟି ଥିଲା, ଚନ୍ଦ୍ରିକା ତୁଳି ନାଚିଲ ଗୋ ତୁମେ ଇନ୍ଦ୍ରଧନୁ ମୁଁ ଆଙ୍କିଲି। ସେଠି ଯଦି ଆମେ ବ୍ୟାଖ୍ୟା କରାଯିବ, ମୟୂରୀର ଚନ୍ଦ୍ରିକା ନଥାଏ, ଚନ୍ଦ୍ରିକା ଥାଏ ମୟୂରର। ତେଣୁ କବି ଯେହେତୁ ଲେଖିଦେଇଛନ୍ତି ମୟୂରୀ, କବି କଳାକାର ଏମାନେ ହେଲେ ମେଣ୍ଢା ମୁଣ୍ଡ। କାହିଁକିନା ଏମାନଙ୍କର ଭାବନା ରାଇଜରେ ଥରେ ପଶିଗଲା ପରେ, ଭାବନାରେ ମଣିଷର 4ଟା ମୁଣ୍ଡ ହୋଇପାରେ, 4ଟା ହାତ ହୋଇପାରେ। କବିର ଭାବନାରେ ଯେକୌଣସି କଥା ହେଇପାରେ। ତେଣୁ ବାସ୍ତବ ଜୀବନ ଆଉ ଅଭିନୟ ଜୀବନ ଭିତରେ ଆକାଶ ପାତାଳ ଫରକ ଅଛି। ଜଗନ୍ନାଥ ପ୍ରେମୀଙ୍କ ମନରେ ଯେଉଁ ଆଘାତ ଲାଗିଛି, ଏଇଟା ନାଟକ ନ ଦେଖିବା ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଲାଗିଛି। ଆମେ ନାଟକ ଆଜିକି 1.5 ମାସରୁ 2 ମାସ ହେଇଗଲାଣି ମଞ୍ଚସ୍ଥ କଲୁଣି। ଯେତେ ଗୁଡ଼ାଏ ଜାଗାରେ ସିଂହବାହିନୀ ଯାତ୍ରା ପଡ଼ିଛି, ସେସବୁ ଜାଗାରେ ବି ଆମେ ନାଟକ ମଞ୍ଚସ୍ଥ କରିଛୁ। ସେଠି ରାତିରେ ବି 3000 4000 ଲୋକ ନାଟକ ଦେଖୁଛନ୍ତି। ସେମାନେ ବି ଓଡ଼ିଆ, ସେମାନେ ବି ଜଗନ୍ନାଥ ପ୍ରେମୀ, ସେମାନଙ୍କ ମନକୁ ବି ବାଧୁଥିବ। କିନ୍ତୁ ସେଠି କୌଣସି ଜାଗାରେ ମୋତେ କମ୍ପ୍ଲେନ୍ ଆସିନି, କି କୌଣସି ଜାଗାରେ ଲୋକମାନେ ଉଠିବାକୁ ପ୍ରତିବାଦ କରିନାହାନ୍ତି। କ'ଣ ସେମାନେ ଜଗନ୍ନାଥ ପ୍ରେମୀ ନୁହନ୍ତି ନା ଓଡ଼ିଆ ନୁହନ୍ତି? ଇଏ ଯେଉଁମାନେ ନାଟକ ଦେଖି ନାହାନ୍ତି, ସେଇମାନେ ସୋସିଆଲ ମିଡ଼ିଆରେ କମେଣ୍ଟସ୍ ଦେଉଛନ୍ତି। ମୋର 2ଟି ଚରିତ୍ର, ଗୋଟେ ବାଇଆ ଚରିତ୍ର, ଗୋଟେ ବାବର ଚରିତ୍ର। ନାଟକର ପ୍ରଥମରୁ ବାଇଆ, ଯିଏକି ଭଗବାନଙ୍କୁ ବହୁତ ଭଲ ପାଏ। ମଣିଷକୁ ଗରମ ହେଲେ ପ୍ରଭୁଙ୍କୁ ଗରମ ହେଉଛି ବୋଲି ଭାବି ଭଗବାନଙ୍କୁ କାନ୍ଧରେ ବସେଇ ନେଇ ବାହାରେ ବୁଲେଇ ପବନ ଖୁଆଏ। ଏବଂ ସେ ନାଟକର ଡାଇଲଗ୍ ସଂଳାପ, ପ୍ରଥମ ଡାଇଲଗ୍ ମୋର ଅଛି, ଜଗନ୍ନାଥଙ୍କୁ ନେଇ ପ୍ରଶ୍ନ କରାଯାଏନି, ଜଗନ୍ନାଥଙ୍କର ଜୀବନ ଅଛି। ମୁଁ ତ ଜଣେ କଳାକାର, ମୋତେ ଯେତିକି ଲେଖା ଦିଆଯାଇଛି ମୁଁ ତାକୁ ହିଁ ନିଭଉଛି। ସେଥିରେ ସେ ପ୍ରଥମରୁ କହିଛି, ଏଇଟାକୁ କି ଲୋକମାନେ ବୁଝୁନାହାନ୍ତି। ସେଠି ସିଏ ଜଗନ୍ନାଥଙ୍କ ସହିତ ପୁରା ଲେସି ହେଇଯାଇଛି। କିନ୍ତୁ ତାଙ୍କୁ ସେଇ ମାନେ ଯେଉଁମାନେ ମୂର୍ତ୍ତିଚୋରମାନେ ଆସିଛନ୍ତି, ସେ ମୂର୍ତ୍ତିଚୋରମାନେ ପ୍ରଥମ ଚରିତ୍ରକୁ ମାରି ଦେଉଛନ୍ତି। ବୁଝିପାରୁଛନ୍ତି କି? ଯଦି ମାରି ଦେଉଛନ୍ତି, ଇଏ ଏପଟେ ଜଗନ୍ନାଥଙ୍କ ସହିତ ପୁରା ଆଟାଚମେଣ୍ଟ ଅଛି, ଜଗନ୍ନାଥଙ୍କ ପାଇଁ ମରିଯାଉଛି। ସେପଟେ ଆଉ ଗୋଟେ ମୂର୍ତ୍ତିଚୋର ଆସି ସେଇ ଜଗନ୍ନାଥଙ୍କୁ ଚୋରି କରି ନେଇଯାଉଛି। ମୋତେ ଖାଲି ଏତିକି ଆପଣମାନେ କୁହନ୍ତୁ ଓଡ଼ିଶାବାସୀ, ଯେତେବେଳେ ମୁଁ ବାଇଆ ଭୂମିକାରେ ଅଭିନୟ କରୁଥିଲି, ଜଗନ୍ନାଥଙ୍କୁ କାନ୍ଧରେ ବସି ଯେ ଜଗନ୍ନାଥ ସ୍ୱାମୀ ଗୀତ ଗାଇକି ଆଣୁଥିଲି, ତାପର ସିନ୍ରେ ଯେତେବେଳେ ମୁଁ ମୁସଲମାନଟି ହେଇକି ସେ ଜଗନ୍ନାଥଙ୍କୁ ଚୋରି କରିବାର ଦୃଶ୍ୟ ମୋ ପାଖରେ ଅଛି, ମୁଁ ଯଦି ବାଇଆରେ ଏମିତି ନେବି, ବାବରରେ ଏମିତି ନେବି, ତାହେଲେ କିଛି ଫରକ ରହିବ ନାହିଁ। କେବଳ ମନ ଭିତରେ ଏଇ ଯେଉଁଥିପାଇଁ ଆପଣମାନେ ମୋ ପାଖକୁ ଆସିଛନ୍ତି, ଯଦି ଆଜି ମୁଁ ଏମିତି ନ ନେଇଥାନ୍ତି ଜଗନ୍ନାଥଙ୍କୁ, ଆଜି ଆପଣମାନେ ଆସିନଥାନ୍ତେ। କି ଜଗନ୍ନାଥଙ୍କ ପ୍ରତି ଭଲ ପାଇବାଟା ପରୀକ୍ଷା କରିବା ବି ଠିକ୍ ନୁହେଁ। କିନ୍ତୁ ରାତି ଅଧରେ ଯେଉଁମାନେ ଦେଖିଛନ୍ତି, ସେମାନଙ୍କ ମନରେ ତ କିଛି ଆସିନି। ଏ ଯେଉଁମାନେ ଛୋଟ ଛୋଟ କ୍ଲିପ୍ ଦେଖିଛନ୍ତି, କାହା ମନ କେତେ ପ୍ରକାରର ଅଛି, କିଏ କେଉଁ ପ୍ରକାର ବ୍ଲେମ୍ କରିବା ପାଇଁ ଚାହାନ୍ତି, ଗୋଟେ କିଛି ତ କ୍ଷୟ ଦରକାର। ତେଣୁ ହୁଏତ ସେମାନଙ୍କ ପାଇଁ ଏଇଟା କ୍ଷୟ ହେଇଥାଇପାରେ। କିନ୍ତୁ ମୁଁ କହିବି, ନାଟକକୁ ନେଇକି ଜଗନ୍ନାଥଙ୍କର ସଂସ୍କାର, ଜଗନ୍ନାଥଙ୍କର ଯେଉଁ ତାଙ୍କର ଯେଉଁ ଅଛି ମହିମା,
याकू आम एपटे सेपट करवा तुलना करवाटा मत कहीं उचित मन करूनी से छोटिया लोक नुहति से प्रभु जगन्नाथ आम गोटे नाटक मुझे रावण रोल करी तो राम को अत्याचार करी मुझे कंस रोल करी मु तो कृष्ण को अत्याचार करी विश्व प्रसिद्ध धनुजात्रा आमर होती कंस कृष्ण को बहुत प्रकार कथा कहूँ फाइटिंग होती से कृष्ण को भी गोटे दुई जन मरामरी हे खाली कौन कृष्ण मारे कंस तो गोटे दिटा पुणी मारते एंड्रे सीना कंस मरते आम से कह सी लोकटी कहीं आम कृष्ण को मारिला ये तो मूर्ति सी तो जीवंत मनीष जन मुकुट फुकुट बंशी धरी कृष्ण करुव ना नाटक बाटर नाटक के वास्तव सहित सामान करना ठीक